ओम गुरुब्रह्मा गुरुविष्णु गुरुदेव महेश्वर गुरुरेव परं ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 शिवपुराण ବା शैव पुराण द्वितीय खंड ପାର୍ବତୀଙ୍କ ଚିତ୍ତ ପରଖିବା ନିମନ୍ତ ଶିବଙ୍କର ମାୟା କୁମ୍ଭୀର ଓ ବାଚକ ରୂପ ଧାରଣ ଦ୍ୱିତୀୟ ଭାଗ। ଆରେ ଏଣୁ ଫଳ ମୂଳେ ମୋର ପ୍ରୟୋଜନ ନାହିଁ, ଖଟା ମିଠା ଅନ୍ନ ଅବା ଲୋଡ଼ା ହେବ କାହିଁ। ରକତ ମାଂସରେ ମୋର ସଦା ଥାଏ ମନ, ତାହା ଦେଇ ରକ୍ଷା କର ବାଳକ ଜୀବନ। ପାର୍ବତୀ ବୋଇଲେ ତେବେ ଶୁଣ ହୋ କୁମ୍ଭୀର, ଧନ୍ୟ ହୋଇ କରୁଛି ମୁଁ ତୋତେ ନମସ୍କାର। ଧର୍ମ ହେବ ତୋର ବାଳକକୁ ଦିଅ ଛାଡ଼ି, ଛାଗଳ ଗୋଟିଏ ତୋତେ ଆଣିଦେବି ଲୋଡ଼ି। ତାହା ଖାଇ ଉଦରକୁ କର ପରିପୂର୍ଣ୍ଣ, ଛାଡ଼ ଏ ବାଳକ ଯାଉ ଘେନି ତା ଜୀବନ। କୁମ୍ଭୀର ବୋଇଲା ଦେବୀ ମୁଁ ଏହା ଶୁଣି, କେମନ୍ତେ ଏ କଥା ତୁମ୍ଭେ କହିଲ ସୁଶ୍ରେଣୀ। ଜୀବବଧ କରି ଧର୍ମ ରଖିବ କିପରି, ଏ କଥା ଲାଗୁଛି ମତେ ଆଚମ୍ବିତ ପରି। ପଶୁବଧ କରି ବାଳକକୁ ରକ୍ଷା କଲେ, ଧର୍ମ କି ହୋଇବ ଏହା ବିଚାର ତ ଭଲେ। ଆରେ ଏକ ଜୀବ ବଧ ରକ୍ଷା କଲେ ଅନ୍ୟ ଜୀବ, ତହିଁରେ ଯେ ମନ୍ତ ଧନ ପ୍ରାପ୍ତ ହୋଇବ। କୁମ୍ଭୀର ବଚନେ ବୋଲନ୍ତି ଯେ হৈମବତୀ, ତୁ ଯାହା କହିଲୁ ସତ୍ୟ ଅଟେ ସେ ଭାରତୀ। ଉତ୍ତମ ଧର୍ମ ଏବେ ଆଚରଣ କର, ପାପ ଆଚରଣ ମାନସରୁ ପରିହର। ଏ ପାପ ଦେହକୁ ଛାଡ଼ି ସ୍ୱର୍ଗେ ଚଳି ଯାଅ, ଦେବଗଣ ସଙ୍ଗେ ବସି ଦିବ୍ୟ ଭୋଗ ପାଅ। ଗ୍ରହରାଜ ଶୁଣି ପୁଣି କହନ୍ତି ବଚନ, କେମନ୍ତେ ସ୍ୱର୍ଗକୁ ମୁଁ ଯେ କରିବି ଗମନ। ଆପଣା ଆହାର ପାଇଁ ଯେ ଭକ୍ଷଣ କରେ, ମୁନିଏ କହନ୍ତି ପାପ ନଥାଏ ତହିଁରେ। ଅଧର୍ମୀ ଯୋନିରେ ମୁଁ ତ ହୋଇଅଛି ଜାତ, କେମନ୍ତେ ଧର୍ମ ମୋର ହୋଇବ ବହୁତ। ଅଧର୍ମରୁ ମନ ନିବର୍ତ୍ତାଏ ଯେଉଁ ପ୍ରାଣୀ, ଧର୍ମ ବର୍ଦ୍ଧିତ ତାର ହୁଏ ବେଳ ଜାଣି। ଧର୍ମ ବୃଦ୍ଧି ହେଲେ ସିନା ମିଳେ ସ୍ୱର୍ଗ ଭୋଗ, ତେଣୁ ଧର୍ମ ପାଇଁ ଲୋକ କରନ୍ତି ଉଦ୍ଯୋଗ। ଆରେ ଏଥିରେ ସଂଶୟ କିଛି ନାହିଁ ଗୋ ପାର୍ବତୀ, କୁମ୍ଭୀର ଶରୀର ମୁଁ ଯେ ଯାଇଛି ସମ୍ପ୍ରତି। ଆରେ ଅତି ପାପ ଆଚରଣ କରଇ ନିରତେ, କୁଳାଚାର ଧର୍ମ ମୋର ଛାଡ଼ିବି କେମନ୍ତେ। ଆପଣା କୁଳର ଧର୍ମ ଯେମାନେ ଛାଡ଼ନ୍ତି, ସକଳ ଲୋକରେ ସେହୁ ନିନ୍ଦାକୁ ଲୋଭନ୍ତି। ତେଣୁ ହିଂସା କର୍ମେ ମନ ସର୍ବଦା ମୋହର, ସ୍ୱର୍ଗ ଭୋଗ ପ୍ରାପ୍ୟ ନୁହେଁ ପାପୀ ମାନଙ୍କର। ସୁକୃତି ମାନଙ୍କୁ ସ୍ୱର୍ଗ ଦିଶଏ ନିକଟେ, ପାତକୀଙ୍କୁ ସେ ଭୁବନ ଅତି ଦୂର ଅଟେ। କେମନ୍ତେ କହୁଛ ସ୍ୱର୍ଗପୁରେ ଯିବି ମୁହିଁ, କୁମ୍ଭୀର ଜନ୍ମରେ କିଛି ପୁଣ୍ୟ କରି ନାହିଁ। ଯେବେ ଏ କୋମଳ ବାଳକକୁ ଛାଡ଼ି ଦେବି, ଆପଣାର କୁଳାଚାର ଧର୍ମକୁ ଲଙ୍ଘିବି। ଏ କର୍ମେ ଅଧର୍ମ କିଛି ନାହିଁ ତ ମୋହର,
ପାପକୁ ଲଭିବ ତୁଣ୍ଡେ ଖଞ୍ଜିଲେ ଆହାର। ଏହା ଶୁଣି ବୋଲନ୍ତି ଯେ ହିମବନ୍ତ ସୁତା, ଶୁଣ ହୋ କୁମ୍ଭୀର ଏବେ ମୁଁ କହିବା କଥା। ତୁମ୍ଭେ ଯାଇ ସ୍ୱର୍ଗପୁରେ ବସିବ ଯେ ମନ୍ତେ, ବାଳକ ଜୀବନ ଘେନି ଯିବ ତ ସଚିତେ। ଆବିଶେଷରେ ଧର୍ମ ବୁଦ୍ଧି ହୋଇବ ମୋ ତୋହର, ସେ ଉପାୟ କହୁଅଛି ଶୁଣ ହୋଏ ସ୍ଥିର। ଘୋର ତାପ ସହି କରିଛି ମୁଁ ଯେଉଁ ତପ, ହୃଦୟ ମଧ୍ୟରେ ଧ୍ୟାନ କରି ଶିବ ରୂପ। ହିମବନ୍ତ ଶିଖରେ ସ୍ଥିର ଚିତ୍ତ ହୋଇ, କରିଛି ଦୁଷ୍କର ତପ ମିଥ୍ୟା କହୁ ନାହିଁ। ସେ ସକଳ ତପ ମୋର ଦେଉଅଛି ତତେ, ଘେନ ହୋ କୁମ୍ଭୀର ଭ୍ରାନ୍ତି ନର କ୍ଷୀଣ ଚିତେ। ମୋ ପୁଣ୍ୟ ଫଳକୁ ପାଇ ସ୍ୱର୍ଗପୁରେ ଯାଅ, ବହୁକାଳ ପର୍ଯ୍ୟନ୍ତେ ଇନ୍ଦ୍ର ଭୋଗ ପାଅ। ଅମରଜ ଅମରେ କରନ୍ତୁ ନୀତି ତୋତେ ଦିବ୍ୟ ପୂଜା, କହୁଛି ଏ ବାଳକକୁ କର ପରିତ୍ୟଜ୍ୟା। କୁମ୍ଭୀର ବୋଇଲା ବଡ଼ ସନ୍ତୋଷ ମୁଁ ହେଲି, ଯେହେତୁ ତୁମ୍ଭର ପୁଣ୍ୟ ଫଳକୁ ପାଇଲି। ଏବେ ଦିବ୍ୟ ପୁରୁଷ ମୁଁ ଯାଉଅଛି ଦେଖ, ଛାଡ଼ିଲି ଏ ବାଳକକୁ ନେଇ ସୁଖେ ରଖ। ଏମନ୍ତ ବଚନ ଶୁଣି କପଟ କୁମ୍ଭୀର, ଛାଡ଼ିଦେଲା ବାଳକକୁ ବନ୍ଧନରୁ ତାର। ଆବେନି ସଖୀ ତୁଲେ ଦେଇଛନ୍ତି ହୈମବତୀ, ଜଳେ ବୁଡ଼ି ଅନ୍ତର୍ଧ୍ୟାନ ହେଲା ଗ୍ରାହପତି। କୁମ୍ଭୀର ଚଳନ୍ତେ ସ୍ଥିର ହୋଇଲା ସେ ପାଣି, ପ୍ରଭୁଙ୍କ ମହିମା ଅବା କେ ପାରିବ ଜାଣି। କୁମ୍ଭୀର ଯେ ବଣେ ବାଳକକୁ ଥିଲା ଧରି, ତାକୁ ସଙ୍ଗେ ଘେନି ଚଳି ଗଲେ ଶାକମ୍ଭରୀ। ସ୍ୱର୍ଗ ମନ୍ଦିରେ ଯାଇ ପ୍ରବେଶିଲେ ବେଗେ, ଏଥୁ ଅନନ୍ତରେ କଥା ଶୁଣ ମନ ଯୋଗେ। ଶିଶୁର ସୁନ୍ଦର ମୁଖ ଦେଖି ଆଦି ନାରୀ, ବୋଲିଲା ସରୋଧାନ ନିତ ହେଲେ ଗୌରୀ। ଭୁଜ ଧରି ନିଜ କୋଳେ ବସାଇଲେ ଆଣି, ବିଚାରନ୍ତି ଏହି କିବା ପ୍ରଭୁ ଶୂଳ ପାଣି। ମାୟାରେ ଅନେକ ରୂପ ଧରନ୍ତି ଶଙ୍କର, ସେ ହୋଇଅଛନ୍ତି ପରା ସୁନ୍ଦର କୁମର। ନୋହିଲେ ବିରାଗ କିମ୍ପା ହେଲା ମୋର ଜାତ, ବେଳୁ ବେଳ ହେଉଅଛି ହରଷ ବର୍ଦ୍ଧିତ। ଏମନ୍ତ ବିଚାର କରୁଛନ୍ତି ହୈମବତୀ, ସେ କଥା ଦେଖିଲେ ଦୂରେ ଥାଇ ସଚିପତେ। ପାର୍ବତୀଙ୍କ କୋଳେ ହୋଇଅଛି ସିଂହାସନ, ତହିଁରେ ବାଳକ ବସି ଦିଶେ ଶୋଭାବନ। ତାହାକୁ କେବଳ ଚାହିଁଛନ୍ତି ଶାକମ୍ଭରୀ, ଦେଖିଣ ସଂଶୟ ମନା ହୋଇଲା କୁମ୍ଭାରୀ। ମନ ମଧ୍ୟେ ବିଚାରିଲେ ସ୍ୱୟଂବର ନହୁ, ମାୟାରେ କନ୍ୟାକୁ ହରି ନବ ପରା ଏହୁ। ଏଥକ ଉପାୟ ଆଗ କରିବି ମୁଁ ଆଜ, ନୋହିଲେ ପଛକେ ଉପୁଜିବ ବଡ଼ ଲାଜ। ଏକ୍ଷଣି ସଂଶୟ ମନା ହୋଇଲେ କୁମ୍ଭାରୀ, ରେତେ ବୋଲି ଶ୍ରୀଭୁଜରେ ବଜ୍ରଶର ଧରି, ପ୍ରହାର କରିବା ପାଇଁ ବଳାଅନ୍ତେ ମନ। ଜାଣିଲେ ଇନ୍ଦ୍ରଙ୍କ ଦୁଷ୍ଟ ପଣ ତ୍ରିଲୋଚନ, ଭାବନ୍ତି କରିବା ଯେବେ ଏହିଠାରେ ରୋଷ। ଏତେ ବଡ଼ ଲୋକଟାଏ ହୋଇଯିବ ନାଶ, ଆମ୍ଭ ଦେବା ହେତୁ ସିନା ୟାର ଅଧିକାର। ଏହାକୁ ବଧିଲେ ଯଶ ହେବ କି ଆମ୍ଭର, କରୁଣା ସାଗର ପ୍ରଭୁ ବିଚାରି ଏମନ୍ତ। ତାରାଟି ଚାହିଁଲେ ଟେକି
ସୁଧାକର ନେତ୍ର ପଡ଼ନ୍ତେ ଇନ୍ଦ୍ରଙ୍କ ଉପରେ ସେହି ମୋ ଦୃଷ୍ଟି କମ୍ପିଲା ଜଘନ ଅଷ୍ଟ ମରମରେ ଫୁଟି ବଜ୍ର ଧରିଥିବା କର ଚଳି ନ ପାରିଲା ଊର୍ଦ୍ଧ୍ୱବାହୁ ହୋଇନ ଯେ ମଘବାର ହିଲା ଅନେକ ସନ୍ତାପ ଭୋଗ କଲେ ପୁରନ୍ଦର ଦେଖି ଦେବଗଣ ଦେଖି ଭଏ ପାଇଲେ ଅପାର ବୋଲନ୍ତି ଅନଳ ମୁଖ ଚାହିଁ ଜଳପତି କିମ୍ପାଇଁ ଧଇଲେ ଇନ୍ଦ୍ର করে ব্রহ্ম শক্তি করণ চলই কিম্পা কম্পু ଅଛି দেহ একথা দেখন্তে মতে লাগুছি সন্দেহ এমন্তে সে বেনি দেব হেলে যে কথা তা জানি পাইলে অন্য লোক ঘর ব্যথা মনে মহা ভয় জাত কলা দেবঙ্কর বাতে রম্ভা দল পরি কম্পিলা শরীর দেবঙ্ক আকুল নেত্রে দেখি পদ্মজনী পরম বিস্ময় হেলে জানি সর্বমুনি কাহি পাহি সচিপতি ব্যথা পাইছন্তি জানিবা নিমন্তে বিচারিলে প্রজাপতি বহু তহু সাবিত্রীଙ୍କ যাই তহু সাবিত্রীଙ୍କ সাই বসিন ধ্যানরে তক্ষণে সকল কথা জানিলে মনরে ভাবিলে ন জানি বৃথা ইন্দ্র বহি রোষৌ শিবଙ୍କ ଠାରେ অর্জিছি এ দ্রোহ অশেষ কন্যা কোলକୁ বিধাতা দেলে কনায়ে ত্রিভুবন মোহন স্বরূপী বিরাজই বালক রূপ ধরিণ প্রভু ত্রিপুরারি ত্রিপুর মোহিনী কোলে ছন্তি বিজে করে দেখি ধাতা বেনি কর যোড়িবে যোড়ি ভক্তি ভরে শিবଙ୍କୁ স্তব করিলে বিনয় চিত্তরে তাহা জানি সদাশিব সন্তুষ্ট হইণ অমৃত নয়নে দেলে ব্রহ্মাଙ୍କୁ চাহিণ তক্ষণে সুনাসিরଙ୍କ হস্তপাদ মন পূর্ব পরি পুনশ্চ যে হইলা চালন তা দেখি আনন্দ হেলে সকল মোর অধম ক্ষেত্র মোহন সে পাদে জুহার ওম নমঃ শিবায় নমঃ শিবায় নমঃ শিবায় ওম নমঃ শিবায় নমঃ